କେତେ ସୁନ୍ଦର ପଦ ଗୁଡାକ ଚୌପଦୀରେ ଆଜ୍ଞା ଯୋଡିଏ ପଦ ମୁଁ କହୁଛି ଶୁଣନ୍ତୁ। ଏମିତି ସମାନ ହିନ୍ଦୀଲା ଭଳିଆ ଦେଇଛନ୍ତି ଆଜ୍ଞା କେତେ ସୁନ୍ଦର ପଦ ଗୁଡାକ ଚୌପଦୀରେ ଆଜ୍ଞା ଯୋଡିଏ ପଦ ମୁଁ କହୁଛି ଶୁଣନ୍ତୁ। ପ୍ରିୟ ସହିରେ ଧନମାଳିରେ ଆମ ଇଚ୍ଛା ଏ ନନ୍ଦ ସୁତ ବଡ ଛଇଲା ପ୍ରିୟ ସହିରେ ଧନମାଳିରେ ତମେ ତମ ବୁଢ଼ୀକି ଛାଡି ଦେଇଥିଲ। ସହିରେ ମୋର ଏଇ ଅଣ୍ଡାଳ କରୁନା ଲାଉ ଧନମାଳିରେ ଗୋଳାମାଳିରେ ନନ୍ଦ ସୁତ ବଡ ଛଇଲା ପ୍ରିୟ ସହିରେ ଧନମାଳିରେ ନନ୍ଦ ସୁତ ବଡ ଛଇଲା। যশোবন্তী নারী কি মনে বিচারি যশোবন্তী নারী কি মনে বিচারি দিনে সে আকট নহিলা প্রিয় সহিরে ধনমালিরে নন্দ সুত বড় ନନ୍ଦରାଜାଙ୍କର ସୁତ ହେଲେ କି ସେ ଭଗବାନ କୃଷ୍ଣ ଭଗବାନ କୃଷ୍ଣ ବଡ ଛଇଲା ବୋଲି ରାଧା ଦୂତିକା ମାନଙ୍କୁ କହୁଛନ୍ତି। ଏ ସଙ୍ଗାତ ଆରେ ମିତଣୀ କୃଷ୍ଣ ବଡ ଛଇଲା ଡାଲ ଯଶୋବନ୍ତୀ ନାରୀ କି ମନେ ବିଚାରି ସେ ରାତ୍ର ପାଇଲେ କାହା ଘରେ ପାଉଛି କାହାର ଆଟିକା ଭାଙ୍ଗୁଛି କାହାର ଦହି ଚରଉଛି କାହାର ଲବଣୀ ଚରଉଛି ଏମିତି ହଟ ହଟା ବସରା କରୁଛି। ତା ମା ଯଶୋଦା ତାକୁ କେତେବେଳେ ଏମିତି ଆଗୁଳିକି ରଖୁନି କିଆ ରାଧା କହୁଛନ୍ତି ଦୂତିକା ମାନଙ୍କୁ। ଆଉ ଗୋଟେ ପଦ କଣ କହିବି କଣ ଦେବସଇ ତତ ଭ୍ରାତ ଧରି ଧାନୁ ଯାକୁ ଜାନ୍ତେ ଦେଖିଲା ଦେବସଇ ତତ ଭ୍ରାତ ଧରି ଧାନୁ ଯାକୁ ଜାନ୍ତେ ଦେଖିଲା।
ଦେବସ୍ୱରୀ ତତ ଭାତ ଧରି ଭାନୁଯାକୁ ଦନ୍ତ ଦେଖିଲା ଦେବତା ମାନଙ୍କର ଐରି ହେଲେ କିଏ ସେ ଇନ୍ଦ୍ରଜିତ ଦେବତା ମାନଙ୍କର ଐରି ଇନ୍ଦ୍ରଜିତ ତାତ କି ବାପା ହଁ ଇନ୍ଦ୍ରଜିତଙ୍କର ବାପା ହେଲା କିଏ ରାବଣ ଦେବସ୍ୱରୀ ତତ ଭାତ ହଁ ରାବଣଙ୍କର ଭାଇ ହେଲା କିଏ କୁମ୍ଭକର୍ଣ୍ଣ ରାବଣଙ୍କର ଭାଇ ହେଲା କୁମ୍ଭକର୍ଣ୍ଣ ବୋଇଲେ ରାଧା କଣ କୁମ୍ଭକର୍ଣ୍ଣକୁ ଧରିକି ଯାଇଥିଲେ କି ନା ନା କୁମ୍ଭ କି ମାଠିଆ ରାଧା ମାଠିଆଟି ଧରି କୋଉଠି ପ୍ରବେଶ ହେଲେ ଯମୁନା ଜଳରେ ନା ଭାନୁଯାକୁ ଦନ୍ତ ଦେଖିଲା ଭାନୁ ବୋଇଲେ ସୂର୍ଯ୍ୟ ଭାନୁ ବୋଇଲେ ହେଲା ସୂର୍ଯ୍ୟ ଯା ବୋଇଲେ ଝିଅ ଭାନୁ ବୋଇଲେ ସୂର୍ଯ୍ୟ ଯା ବୋଇଲେ ଝିଅ 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 ହେଲା କିଏ ଯମୁନା ଯମୁନା ସୂର୍ଯ୍ୟଙ୍କର ଝିଅ ହେଲା କିଏ ଯମୁନା ଯମୁନା ରାଧା ମାଠିଆଟି ଧରି ହଁ। କୋଉଠି ପ୍ରବେଶ ହେଲେ ଯମୁନା ଯମୁନା ତଟରେ ଯାଇକିରି ପ୍ରବେଶ ହେଲେ ହଁ ଭାନୁ ଚାକୁ ଦାନ୍ତେ ଦେଖିଲା ଦେଖିଲା ରାଧା ମାଠିଆଟେ ଧରି ଯମୁନା ତଟକୁ ଯିବା ସମୟରେ ହଁ ଭଗବାନ କୃଷ୍ଣ ତାଙ୍କୁ ଦେଖିଲେ ହଁ ଭାନୁ ଚାକୁ ଦାନ୍ତେ ଦେଖିଲା ହଁ ଏ ମାଏ ହଁ ଦେବସ୍ୱରୀ ତତ୍ତ ଭ୍ରାତ ଧରି ଭାନୁ ଚାକୁ ଦାନ୍ତେ ଦେଖିଲା ଦେଖିଲା ଶିକ୍ଷିନାଥ ମାଥ ବାହାନ ଠାଣିରେ ଶିଖିନାଥ ମାଥ ବାହାନ ଠାଣିରେ ମୋ ଆଗରେ ଉଭା ହୋଇଲା ପ୍ରିୟ ଶରୀରେ ଧନ ମାଳିରେ ନାଥ ସୁତ ବଡ଼ ହେଲା ଶିକ୍ଷିନାଥ ମାଥ ବାହାନ ଠାଣିରେ ମୋ ଆଗରେ ଉଭା ହୋଇଲା ଶିକ୍ଷି ବୋଇଲେ ମୟୂର ମୟୂର ମୟୂରଙ୍କର ନାଥ ହେଲା କିଏ କାର୍ତ୍ତିକେୟ ତାଙ୍କର ମା ହେଲା କିଏ ପାର୍ବତୀ ପାର୍ବତୀ କାର୍ତ୍ତିକଙ୍କର ମା ହେଲା ପାର୍ବତୀ ପାର୍ବତୀଙ୍କର ବାହାନ ହେଲା ସିଂହ ସିଂହ କେମିତି କବି ଖଞ୍ଜ ଉପରେ କେମିତି ପ୍ରମାଣ ଦେଉଛନ୍ତି ଆଜ୍ଞା ହଁ ପୁରା ଖଞ୍ଜିକିରି ରଖିଛନ୍ତି ଶିକ୍ଷିନାଥ ମାଥ ବାହାନ ଠାଣିରେ ମୋ ଆଗରେ ଉଭା ହୋଇଲା ହଁ ଶିକ୍ଷି ବୋଇଲେ ମୟୂର ମୟୂର ମୟୂରଙ୍କର ନାଥ ହେଲା କିଏ କାର୍ତ୍ତିକେୟ କାର୍ତ୍ତିକେୟ କାର୍ତ୍ତିକେୟଙ୍କର ମାତା ହେଲା କିଏ ସେ ପାର୍ବତୀ। ପାର୍ବତୀ ପାର୍ବତୀଙ୍କର ବାହନ ହେଲା ସିଂହ ହଁ ସିଂହ ଠାଣିରେ କୃଷ୍ଣ ଆସିକିରି ରାଧାଙ୍କ ଆଗରେ ଛିଡା ହେଇ ପଡିଲେ ହଁ କେମିତି କବିମାନେ ଲେଖିଛନ୍ତି ଆଜ୍ଞା ହଁ ଶିକ୍ଷିନାଥ ମାଥ ବାହନ ଠାଣିରେ ମୋ ଆଗରେ ଉଭା ହୋଇଲା ହଁ ହଁ ରାଧା କହୁଛି ଗୋପିକା ମାନଙ୍କୁ ହଁ ଗୋ ସଖୀ ହଁ ଶ୍ରୀକୃଷ୍ଣଟା ମୋ ଆଗରେ ସିଂହ ଠାଣିରେ ଆସିକିରି ଛିଡା ହେଇ ପଡିଲା ଛିଡ଼ା ହେଇ ପଡିଲା ତାପରେ ରାଧା କଣ କରିଥିଲେ କଣ ଚକ୍ରିଧାରୀ ସୁତ ସସୀମ ଶ୍ରେଣୀରେ ମାଥରେ ପଡିଲା ସଗଲା ଚକ୍ରିଧାରୀ ସୁତ ସସୀମ ଶ୍ରେଣୀରେ ମାଥରେ ପଡିଲା ସଗଲା সপ্তদশ জগ আরম্ভ করতে সপ্তদশ জগ আরম্ভ করতে 11 মন ন পড়িলা প্রিয় শরীরে ধন মাড়িরে কলা মাড়িরে নাচ সুত বড় চক্রা आंब गछरे आंब अच्छी बेसी पवन हो गले आंब हेले सब झड़की पड़ियो ना ମୋର କାଟୁଛି एमा
କାଳିନ ହଉତରେ ଚକ୍ରିଧାରୀ ସୂତା ଖସିମ ଶ୍ରେଣୀରୁ ନାଥରେ ପଡି ନାଶ ଗଲା। ଚକ୍ରକୁ କିଏ ଧରିଛି ମା? ପ୍ରଭୁ ବିଷ୍ଣୁ ଭଗବାନ କୃଷ୍ଣଙ୍କ ହାତରେ ସୁଦର୍ଶନ ଚକ୍ରଟା ଅଛି। ଚକ୍ରକୁ ଆଉ କିଏ ଧରିଛି? କୁମ୍ଭାର। ଲକ୍ଷ୍ୟ ରଖନ୍ତୁ ଆଜ୍ଞା, କବି କେମିତି ଲେଖିଛନ୍ତି? ଚକ୍ରିଧାରୀ ସୂତା ଖସିମ ଶ୍ରେଣୀରୁ ନାଥରେ ପଡି ନାଶ ଗଲା। ଭଗବାନ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରକୁ ଧରିଛନ୍ତି। ଚକ୍ରଟାକୁ ଆଉ କିଏ ଧରିଛି? କୁମ୍ଭାର ଧରିଛି। କୁମ୍ଭାର ଗୋଟେ ଚକ୍ରଟି ଧରିକିରି ସେ କଣ କରୁଛି? ମାଟିରେ ହାଣ୍ଡି ମାଠିଆ ସବୁ ତିଆର କରୁଛି। ମାଠିଆ ଯେ ଗୋଟେ ତିଆର କରିଥିଲେ। ଚକ୍ରିଧାରୀ ସୂତା, ସୂତା ବିଲେ କି ମାଠିଆ, ସୂତା ବିଲେ ମାଠିଆ। କୁମ୍ଭାର ମାଠିଆଟି ତିଆର କରିଥିଲେ। ସେ ମାଠିଆଟା ରାଧା ଧରିକି ଯାଇଥିଲେ କୋଉଠିକି? ଯମୁନା ତଟକୁ। ଖସିମ ଶ୍ରେଣୀରୁ, ଶ୍ରେଣୀ ବୋଇଲେ କାଠ। ଯମୁନା ତଟରୁ ଏ ଯୋଉ ମାଠିଆରେ ଜଳ ଧରି ଆସିବା ସମୟରେ କାଠରେ ଧରିକି ଆସିଥିଲେ। ଭଗବାନ କୃଷ୍ଣ ଯେତେବେଳେ ଭଗବାନ କୃଷ୍ଣକୁ ଯେତେବେଳେ ରାଧା ଦେଖିଦେଲେ, ଶ୍ରେଣୀ ବୋଇଲେ କାଠ, ଏ ଯୋଉ କାଠରେ ମାଠିଆଟା ଧରିଥିଲେ, ଏ କାଠରୁ ମାଠିଆଟା ଖସିକିରି ମାଥରେ ପଡି ନାଶ କଲା। ମାଥ ବୋଇଲେ ହେଲା ପୃଥିବୀ। ଏ ପୃଥିବୀରେ ମାଠିଆଟା ପଡିକିରି ମାଟି ମାଠିଆଟା ପଡିକିରି ଭାଙ୍ଗିଗଲା। ସପ୍ତଦଶ ଯୋଗ ଆରମ୍ଭ କରନ୍ତି 11 ମନେ ନ ପଡିଲା। ସପ୍ତଦଶ କି 17 ଯୋଗରେ କଣ ଅଛି? ବିତ୍ପାତ। ରାଧାଙ୍ଗର ମାଠିଆଟା ଯେତେବେଳେ ପଡିକିରି ଭାଙ୍ଗିଗଲା, ରାଧାଙ୍ଗର ମୁଣ୍ଡଟା ସମୟରେ ବାୟା ବିତଳ ଭଳିଆ ହେଇଗଲା। 11 ମନେ ନା ସରିଲା। 11ରେ ହେଉଛି କଣ ନା ବୁଧ। ରାଧାଙ୍ଗର ମାଠିଆଟା ଯେତେବେଳେ ପଡିକିରି ଭାଙ୍ଗିଗଲା, ମୁଣ୍ଡଟା ତାଙ୍କର ବାୟା ବିତଳ ଭଳିଆ ହେଇଗଲା। ବୁଦ୍ଧି ଜ୍ଞାନ ସବୁ ହଜିଗଲା। ରାଧାଙ୍କର ଆଉ ବୁଦ୍ଧି ଜ୍ଞାନ ଆଉ କିଛି ଆଉ ରହିଲାନି ଆଜ୍ଞା। ସବୁ ବୁଦ୍ଧି ଜ୍ଞାନ ସବୁ ହଜିଗଲା। ଆଉ ଗୋଟେ ପତ୍ରୀ କହିବି? କୁହ। ମହିଧରା ଧର ରିପୁଜାୟ ଭାବେ ବିନୟରେ ମତେ କହିଲା। ମହିଧରା ଧର ରିପୁଜାୟ ଭାବେ ବିନୟରେ ମତେ କହିଲା। नहीं परिवारू भाई प्राय होई, नहीं परिवारू भाई प्राय होई। कौन तो धरियो मारिला सहिरे मन मारिले नंद सुत बड़ा। मही धरा धर रिपु जय भावे विनय मते कहिला। मही बोले पृथ्वी। पृथ्वी की धरछि के से वासुकी नाग को धरछि के से देवदेव महादेव। मही धरा धर रिपु महादेवंगर रिपु हेला के से कंदर्प। महादेवंगर रिपु हेला कंदर्प। जया बोले स्त्री। कंदर्पंगर स्त्री हेला के से रति। अर्थ भल भारे बुझुन ना के मही धरा धर रिपु जय भावे विनय मते कहिला। मही बोले पृथ्वी। पृथ्वी की धरिछन्ति के से वासुकी नाग। वासुकी नाग को धरिछन्ति के से देवदेव महादेव। महादेवंगर रिपु हेला के से कंदर्प। कंदर्पंगर जया बोले स्त्री। कंदर्पंगर स्त्री हेला के से रति। मही धरा धर रिपु जय भावे विनय मते कहिला। विनय राधांगु कहिले। कौन कहिले?
ରାଧାଙ୍କୁ ବିନୟରେ କଣ କହିଲେ କଣ ଭଗବାନ କୃଷ୍ଣ ବିନୟ ହେଇକିରି ରାଧାଙ୍କୁ କହିଲେ କେତେ ବିକଳ ହେଇକିରି କହିଲେ କଣ ହେ ଯାହା କହିବ ଖୋଲିକିରି କୁହ ଆମେ ବୁଝୁନୁ ସେଟା ବୋଇଲେ ଏତେ ଲୋକରେ ମୁଁ ଖୋଲିକିରି ଏଇଟା କହିବି ଆଜ୍ଞା କୁହ କବା ଏଇଟା ଟିକେ ନାଞ୍ଜ କଥାଟା ଟିକେ ଯଦି ନାଞ୍ଜ କଥା ଲାଗୁଥିଲା ଏଇଠି କାણે କହିବି କୁହ କହିଦେବି ଆଜ୍ଞା ଏ କହିବାକୁ ପଡିବ ଆଗା ନହେଲେ ଛାଡୁବୁନୁ କହିଦେବି ଆଜ୍ଞା କହିଦେବି ନା କହିଦବ ମହି ଧରା ଧରା ରିପୁଜୟ ଭାବେ ବିନୟର ମତେ କହିଲା କହିଲା ବିନୟ ହେଇକିରି ରାଧାଙ୍କୁ କହିଲେ ମତେ ଟିକେ ତମେ ପ୍ରୀତି ଦିଅ ଓହୋ ପ୍ରୀତି ହଁ ତମେ ଦେଖୁଛ ନା ଏବେ 6ଟା 7ଟା ବାଜିଲାଣି କେତେ ଲୋକ ଦେଖୁଛନ୍ତି କୀଟ ପତଙ୍ଗ ମଧ୍ୟ ନିଦ ତାଙ୍କର ଭାଙ୍ଗି ଗଲାଣି ସୂର୍ଯ୍ୟ ଉଦୟ ହେଇଗଲାଣି ନାଇଁ ଲାଜ ଲାଗୁଛି ନାଇଁ ନାଇଁ ଲାଜ ଲାଗୁଛି ଦିନ ବେଳଟାରେ ଏମିତି ହୁଅନି ଥରେ ନିଅ ମୁଁ ଏବେ କୃଷ୍ଣ କହୁଛନ୍ତି ରାଧା ମୁଁ କୃଷ୍ଣ ହେଇକିରି ଆଙ୍କୁ ଏ ଦିବସରେ ମୁଁ ଟିକେ ପ୍ରୀତି ଟିକେ ମାଗିଲି ହଁ ଘରେ ନାଟ ଉପରେ ଆଉ ଝିଅ ଦେଖିଲେ ହବ କି ଆଜ୍ଞା କୋଉଠିକି କୋଉଟା ଅଭିନୟଟା ନ କଲେ ସୁନ୍ଦର ହବ କି ହଁ ଝିଅ ମାନେ ତ ମୋର 3 ଯାକ ମୋର ଝିଅ ହଁ ତା ବୋଲି ମୁଁ ଅଭିନୟ ନ କଲେ ନାଟଟା ସୁନ୍ଦର ହବ କି ଆଜ୍ଞା ନହେଲେ ପଇସା ଦେବେନି ନାହିଁ କରିବାରୁ ଭାଇ ପ୍ରାୟ ହଏ ପଣତ ଧରି ଉତାରିଲେ ହଁ ରାଧା ଯେତେବେଳେ ନାହିଁ କରିଦେଲେ ନାଇଁ ନାଇଁ ଭଗବାନ କୃଷ୍ଣ ପଣତ କାଢିଲାକୁ ଆଉ ଛାଡ଼ିଲେନି ଛାଡିଲେନି ମତେ ଦିଅ କଣଟା ନାଇଁ ନାଇଁ ଏମିତି ହୁଅନି ନାଇଁ ନା ମତେ ଦିଅ ସୂର୍ଯ୍ୟ ଉଦୟ ହେଲାଣି ଏମିତି ହୁଅନି ଖରା ଭଗବାନ କୃଷ୍ଣ ଯେତେବେଳେ ପଣତ କାନି ଧରି ଦେଇଛନ୍ତି ହଁ ରାଧା ସେତେବେଳେ ଭଗବାନ କୃଷ୍ଣଙ୍କୁ କଣ କହୁଛନ୍ତି କହିଲେ ହେଉଛି ଦିବସ ଦିବସରେ ଯଦି ପ୍ରୀତି କରିବ ପୁରୁଷତ୍ୱ ହାନି ହେଉଛି ତେଣୁକରି ଏ ଦିବସରେ ମୁଁ ପ୍ରୀତି କରିବାକୁ ଦେବି ନାହିଁ ହଁ ଆଉ ଗୋଟିଏ କଥା ଭଞ୍ଜ କବି ଗୋଟେ ପ୍ରମାଣ ଦେବି କଣ ବୋଲି କଶ୍ୟପ କୁମାର ଗୌରୀ ଭଣ୍ଡାରେ ଆସି ଇଙ୍ଗିତ ଚୁମ୍ବ ଦେଲା କଶ୍ୟପ କୁମାର ଗୌରୀ ଭଣ୍ଡାରେ ଆସି ଇଙ୍ଗିତ ଚୁମ୍ବ ଦେଲା ଗୀତରେ ରାଶି ପ୍ରେମ ରସ ମାଟି ଗୀତରେ ରାଶି ପ୍ରେମ ରସ ମାଟି ଉପେନ୍ଦ୍ର ଭଞ୍ଜ କହିଲା ପ୍ରିୟ ସହିରେ ଭଜା ମାଇରେ ନନ୍ଦ ସୁତର କଶ୍ୟପ କୁମାର ବୈରୀ ଭଣ୍ଡାରେ ଆସି ଇଙ୍ଗିତ ଚୁମ୍ବ ଦେଲା କଶ୍ୟପଙ୍କର କୁମାର ହେଉଛନ୍ତି ରାବଣ ତାହାଙ୍କର ବୈରୀ ହେଲା କେଶ ହନୁମାନ ଭଣ୍ଡାର ବରନ୍ଦେ ଗାଲ କଶ୍ୟପ କୁମାର ବୈରୀ ଭଣ୍ଡାରେ ଆସି ଇଙ୍ଗିତେ ଚୁମ୍ବ ଦେଲା ଭଗବାନ କୃଷ୍ଣ ପଣତ କାନିଟାକୁ ଧରି ଦେଇ ଗାଲଟାକୁ ଗୋଟେ ଆରେ ଭଗବାନ କୃଷ୍ଣ ରାଧାଙ୍କର ଗାଲରେ ଗୋଟିଏ ଚୁମ୍ବନ ଟିଏ ଦେଇଦେଲେ ପ୍ରୀତି ଦେବାକୁ ନାହିଁ କରିଦେଲେ ରାଧାଙ୍କୁ ଭଗବାନ କୃଷ୍ଣ କଣ କହିଲେ କଣ ପାଇଁ ପ୍ରୀତି ନଦେଲେ ମଧ୍ୟ ଗୋଟେ ଚୁମ୍ବନ ଗୋଟେ ମତେ ଦିଅ ରାଧାଙ୍କର ଗାଲରେ ଭଗବାନ କୃଷ୍ଣ ଗୋଟିଏ ଚୁମ୍ବନ ଟିଏ ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ କେମିତି ସେ ନାଟ ଗୋଟିଏ କାମ କରିଛନ୍ତି